ଓଡ଼ିଆ ଚଳଚ୍ଚିତ୍ର ଜଗତର ମେଗାଷ୍ଟାର ଉତ୍ତମ ମହାନ୍ତିଙ୍କ ପରଲୋକରେ କେଶରପୁରଠାରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ। ଓଡ଼ିଆ ଚଳଚ୍ଚିତ୍ର ଜଗତର ଚର୍ଚ୍ଚିତ ଚେହେରା ତଥା ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତିଙ୍କ ପରଲୋକ ଘଟିଛି। 66 ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଉତ୍ତମ ମହାନ୍ତି। লিভর সিରୋସିସ୍ ରୋଗରେ ପୀଡ଼ିତ ରହି ଦୀର୍ଘ ଦିନ ଧରି ତାଙ୍କର ଚିକିତ୍ସା ଜାରି ରହିଥିଲା। କିଛି ଦିନ ପୂର୍ବରୁ ତାଙ୍କୁ ଦିଲ୍ଲୀର ମେଦାନ୍ତ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଥିଲା। ମେଦାନ୍ତ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା, କିନ୍ତୁ ଡାକ୍ତରଙ୍କ ସମସ୍ତ ପ୍ରଚେଷ୍ଟା ସତ୍ତ୍ୱେ ଉତ୍ତମ ମହାନ୍ତିଙ୍କୁ ବଞ୍ଚାଇବା ସମ୍ଭବପର ହୋଇପାରିନଥିଲା। 1977 ମସିହାରେ ଅଭିମାନ ଚଳଚ୍ଚିତ୍ରରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ଉତ୍ତମ ମହାନ୍ତି ପରେ ପରେ ଦଣ୍ଡାବାଳୁଙ୍ଗା, ସରପଞ୍ଚ ବାବୁ, ଅଚିହ୍ନା, ନିଝୁମ ରାତିର ସାଥୀ, ପୁଅ ମୋର କଳା ଠାକୁର, ଉଦଣ୍ଡି ସୀତା ଭଳି ଅନେକ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ କରି ଓଡ଼ିଆ ଚଳଚ୍ଚିତ୍ର ଜଗତରେ ମେଗାଷ୍ଟାର ପାଲଟି ଯାଇଥିଲେ। ବାରିପଦାରେ ଜନ୍ମ ହୋଇଥିବା ଉତ୍ତମ ମହାନ୍ତି 135ଟି ଓଡ଼ିଆ, 30ଟି ବଙ୍ଗଳା ଓ ଗୋଟିଏ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଅଭିନେତ୍ରୀ ଅପରାଜିତାଙ୍କୁ ସେ ବିବାହ କରିଥିଲେ ଏବଂ ତାଙ୍କ ପୁଅ ବାବୁସାନ ମଧ୍ୟ ଜଣେ ଆଗଧାଡିର ଅଭିନେତା ଅଟନ୍ତି। ଉତ୍ତମ ମହାନ୍ତିଙ୍କ ପରଲୋକରେ ଓଡ଼ିଶାର ଅଗଣିତ ସିନେପ୍ରେମୀ, ଶୁଭେଚ୍ଛୁ ଓ ଆତ୍ମୀୟଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି। ଦୀର୍ଘ 3 ଦଶନ୍ଧି ଧରି ଉତ୍ତମ ମହାନ୍ତିଙ୍କ ଚଳଚ୍ଚିତ୍ର ତଥା ତାଙ୍କ ପରିବାର ସହିତ ଜଡ଼ିତ ରହି ଆସୁଥିବା ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ସିଂଝିଆ ପଞ୍ଚାୟତ ସ୍ଥିତ କେଶରପୁର ଗ୍ରାମର ଅଜୟ ନାୟକ ଓରଫ ଅଜୁଙ୍କ ତତ୍ତ୍ୱାବଧାନରେ ଗ୍ରାମର ହରିହାଟଠାରେ ଉତ୍ତମ ମହାନ୍ତିଙ୍କ ଅମର ଆତ୍ମାର ସଦ୍ଗତି କାମନା କରି ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଆବାଳ ବୃଦ୍ଧ ବନିତା ଏଥିରେ ଯୋଗଦାନ କରିବା ସହିତ ମହମବତୀ ଜାଳି ଉତ୍ତମ ମହାନ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ମୁଁ ଅଜୟ ନାୟକ ଅଜୁ, ମୋ ଗାଁ ବାଲେଶ୍ୱର ସିନ୍ଧିଆ କେଶରପୁର। ମୁଁ ଛୋଟବେଳୁ ଉତ୍ତମ ଭାଇଙ୍କ ସାଙ୍ଗରେ ହାଫ ପ୍ୟାଣ୍ଟ ପିନ୍ଧୁଥିଲି, ଘରୁ ପଳେଇ ଯାଇଥିଲି। ମୁଁ ଉତ୍ତମ ଭାଇଙ୍କ ସାଙ୍ଗରେ କାମ କରୁଛି, ଆଉ ସିଏ ମୋତେ ସାନ ଭାଇ ଭଳିଆ ସବୁବେଳେ ଦେଖନ୍ତି ଆଉ ଦେଖୁଛନ୍ତି ଗଲା ପର୍ଯ୍ୟନ୍ତ। ଏଇ 7-15 ଦିନ ପୂର୍ବରୁ ମୁଁ ତାଙ୍କ ସାଙ୍ଗରେ ବସିଛି, କଥା ହେଇଛି, ଫଟୋ ଉଠେଇଛି। କିନ୍ତୁ ଅକାଳ ବିୟୋଗ ଆମ ଓଡ଼ିଶା କଳା ଜଗତର ମେଘା ଷ୍ଟାର ଉତ୍ତମ ମହାନ୍ତିଙ୍କ ବିୟୋଗରେ ମୁଁ ବହୁତ ମର୍ମାହତ। ତେଣୁ ମୋ ଗ୍ରାମବାସୀଙ୍କ ସହିତ ମୁଁ ତାଙ୍କ ପାଇଁ ଟିକେ ନିରବ ପ୍ରାର୍ଥନା କଲି। ଆଉ କ'ଣ କହିବି, କହିଲେ ତ କଥା ସରିବନି ଆଜ୍ଞା। ମୋ ନାଁ ଚନ୍ଦ୍ରକାନ୍ତ ଜେନା, ଘର କେଶରପୁର। ତାଙ୍କ ବିଷୟରେ କ'ଣ କହିବା, ସିଏ ତ ଫିଲ୍ମ ଜଗତର ଜଣେ ସେ ଯେଉଁ ଚାଲିଗଲେ ଆମ ଓଡ଼ିଶା ପାଇଁ ଅପୂରଣୀୟ କ୍ଷତି ଗୋଟେ ହୋଇଛି। ଆଉ ସିଏ ତାଙ୍କ ବିଷୟ, ସିଏ ତ ଆମର ଯେତେ ଜନ୍ମ ହେଇନି ମୋର, ସିଏ ସେତେବେଳକୁ ଫିଲ୍ମ କଲେଣି। ସେ 58ରେ ଜନ୍ମଗ୍ରହଣ କରିଛନ୍ତି, 77 ବେଳକୁ ଫିଲ୍ମ କଲେଣି। ଆମେ ତ 86-87ରେ ଜନ୍ମ କରିଛୁ। କିନ୍ତୁ ତାଙ୍କର ବହୁତ ଫିଲ୍ମ ଅଛି, ଓଡ଼ିଆ ଫିଲ୍ମ, ହିନ୍ଦୀ ବି କରିଛନ୍ତି, ବଙ୍ଗାଳୀ ବି କରିଛନ୍ତି। ଆମେ ବେଙ୍ଗଲୀ ହିନ୍ଦୀ ଯଦିଓ ନ ଦେଖିଛୁ, ଓଡ଼ିଆ ଫିଲ୍ମ ବହୁତ ଗୁଡ଼ା ଦେଖିଛୁ। ଏଇ ଯେଉଁ ଦଣ୍ଡାବାଳୁଙ୍ଗା, ତାପରେ ଏଇ ଯେଉଁ ଦଣ୍ଡି ସୀତା, ଆମେ ଦିନ ଆମ ପଢ଼ିବା ଟାଇମ୍ର ରବିବାର ଦିନ 4ଟା ବେଳେ ସେଗୁଡ଼ା ଦେଉଥିଲା, ଆମେ ଦେଖିଛୁ। ତା ସହିତ ଆମ ଗ୍ରାମର ଅଜୟ ଭାଇ ତାଙ୍କ ସହିତ ବହୁତ ଜଡ଼ିତ। ସେ ଯେବେ ବି ଅଜୟ ଭାଇ କଟକ ଭୁବନେଶ୍ୱର ଆସନ୍ତି ଆମ ଗାଁକୁ, ତାଙ୍କ ବିଷୟରେ ସବୁବେଳେ ଆଲୋଚନା କରନ୍ତି ଯେ ଉତ୍ତମ ଭାଇ ଏମିତି ସେମିତି। ଆମେ ତାଙ୍କ ପାଖରୁ ବି ବହୁତ କିଛି ଶୁଣିଛୁ ଉତ୍ତମ ଭାଇଙ୍କ ବିଷୟରେ। ସେ ଆଜି ନାହାନ୍ତି, ଆଉ ତାଙ୍କୁ ଆଉ କ'ଣ କହିବା। ତାଙ୍କ ଆତ୍ମାର ସଦ୍ଗତି ପାଇଁ ଭଗବାନ ପାଖରେ ଆମର ଏତିକି ପ୍ରାର୍ଥନା। ମୁଁ ସଞ୍ଜୟ ନାୟକ, କେଶରପୁର ସିନ୍ଧିଆ ବାଲେଶ୍ୱର। ହଁ, ଆମ ଗାଁରେ ଆଜି ଶୋକସଭା ଆମେ ପାଳନ କଲୁ। ଆଉ ଆମର ଅଜୁ ଭାଇ ଯେ ଆମ ଗାଁରେ ମୋର ବଡ଼ ବାପାଙ୍କ ପୁଅ, ସିଏ ଆଜି ଶୋକସଭା ଏଠି ସମସ୍ତ ଆମ ଗ୍ରାମବାସୀ ମାନଙ୍କୁ ସଂଗଠିତ କରି ଆମେ ଶୋକସଭାଟି କଲୁ। ପୁରୁଣା ହିରୋ ଆମର ଥିଲେ, ଆଉ ଯାହାକି ତାଙ୍କ ଚଳଚ୍ଚିତ୍ର ଆମ ଓଡ଼ିଶାରେ, ଓଡ଼ିଶା ବାହାରେ ବି ନାମ କରିଛନ୍ତି। ଆଉ ତାଙ୍କ ଦେହାନ୍ତ ପାଇଁ ଆମେ ବହୁତ ମର୍ମାହତ, ଆଉ ଗ୍ରାମବାସୀ ବି ବହୁତ ଦୁଃଖିତ ସେ ପାଇଁ। ଆଉ ଯେହେତୁ ସେ ଆଜି ଏ ଦୁନିଆରେ ନାହାନ୍ତି, ତେଣୁ ତାଙ୍କ ପାଇଁ ଆମେ ଶୋକସଭାଟି କରିଛୁ। ଆଉ